ଇଭି ସବସିଡି ଓଡ଼ିଶାର କରିବା ପାଇଁ ଆପ୍ଲାଏ କରିବା ପାଇଁ ଫାଷ୍ଟ ଗୁଗଲ ଖୋଲନ୍ତୁ। ଗୁଗଲରେ ଇଭି ସବସିଡି ଓଡ଼ିଶା ଲେଖନ୍ତୁ। ଫାଷ୍ଟ ଯୋଉ ଆସୁଛି ଇ ଭେହିକିଲ ପୋର୍ଟାଲ ସେଇଠି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ସେଠି ଲଗ୍ଇନ୍ ଅପସନ୍ ଦେଖେଇଛି। ଲଗ୍ଇନ୍ ଅପସନ୍କୁ ଯାଆନ୍ତୁ ନାହିଁ, ସେଟା ଅଫିସିଆଲ ପାଇଁ। এটা କ୍ଲୋଜ୍ କରି ଆପ୍ଲାଏ ଅନଲାଇନ୍ ଅଛି ସେଇଠିକି ଯାଆନ୍ତୁ। ଦେଖିବେ ଡକ୍ୟୁମେଣ୍ଟସ୍ ରିକ୍ୱାର୍ଡ ସ୍କାନ୍ କପି ଅଫ୍ ଫାଷ୍ଟ ପେଜ୍ ଭେହିକିଲ୍ ଓନର୍ସ ବ୍ୟାଙ୍କ ପାସବୁକ୍ OTP and communication will be SMS to the mobile number। ମୋବାଇଲ ନମ୍ବର ରେଡି କରନ୍ତୁ, ଗାଡ଼ି ନମ୍ବର ରେଡି କରନ୍ତୁ, ଆଉ ବ୍ୟାଙ୍କ ପାସବୁକ୍ ସ୍କାନ୍ କରି ରଖନ୍ତୁ। ତାପରେ ପୋର୍ଟାଲ ଦେଖାଉଛି ଇଲେକ୍ଟ୍ରିକ୍ ଭେହିକିଲ୍ ସବସିଡି ରେଜିଷ୍ଟ୍ରେସନ। ସେଠି ଯାଇ ଭେହିକିଲ୍ ନମ୍ବର ଏଠୁ ଦେଖନ୍ତୁ ଆପଣ ବିଲରେ ଯଦି ନଥିବ ତାହେଲେ ଆରସି କିମ୍ବା ଗାଡ଼ି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଦେଖିକି ରେଜିଷ୍ଟ୍ରେସନ ନମ୍ବର ସେଠି ପୁଟ୍ କରିବେ। ରେଜିଷ୍ଟ୍ରେସନ ନମ୍ବର ପୁଟ୍ କରିଦେଲେ ଏବେ ଚେଚିସ୍ର ଲାଷ୍ଟ 5 ଡିଜିଟ୍ ରହିବ। ଲାଷ୍ଟ 5 ଡିଜିଟ୍ ପ୍ରାୟ ନ୍ୟୁମରିକ୍ ହେଇଥାଏ, ଦେଖିକି ଠିକ ସେ ଏଣ୍ଟ୍ରି କରନ୍ତୁ। ତାପରେ ଅପସନ୍ ସେଣ୍ଡ OTP। OTP ଯୋଉ ନମ୍ବରରେ ଆପଣଙ୍କର ଭେହିକିଲ୍ ରେଜିଷ୍ଟ୍ରେସନ ହେଇଥିବ ସେଇ ମୋବାଇଲ ନମ୍ବରକୁ OTP ଯିବ। ଏଠି OTP ପକାନ୍ତୁ। OTP ପକେଇଲେ OTP ର କିଛି ଲିମିଟେଡ୍ ଟାଇମ୍ ଥାଏ, ସେ ଟାଇମ୍ ଭିତରେ ତାକୁ ପକେଇବାକୁ ପଡ଼ିବ। ବେଳେବେଳେ OTP ଆସିବା ଡେରି ହୁଏ, ଏବେ OTP ଆସିଛି, ସବମିଟ୍ କରନ୍ତୁ। ସବମିଟ୍ କଲା ପରେ ଆପଣଙ୍କର ଓନର ନେମ୍, ଆଡ୍ରେସ୍, ଡିଟେଲ୍ସ ଆସିବ। ତାପରେ ପ୍ରୋସିଡ୍ କରିବେ। ତାପରେ ବ୍ୟାଙ୍କ ଡିଟେଲ୍ସ ପକେଇବେ, ବ୍ୟାଙ୍କ ନେମ୍, ତାପରେ ବ୍ରାଞ୍ଚର ପୁରା ବ୍ୟାଙ୍କ ପାସବୁକ୍ ଦେଖିକି ବ୍ରାଞ୍ଚ ନେମ୍ ଫାଷ୍ଟ 2-4ଟା ଲେଟର ଲେଖିଲେ ସେ ଅପସନରେ ଦେଖେଇବ। ସେଇଟା ଇଏ କଲା ପରେ ପୁଟ୍ କଲା ପରେ ସେ ଅଟୋମେଟିକାଲି IFSC କୋଡଟା ନବ। ତାପରେ ଆକାଉଣ୍ଟ ନମ୍ବର ଦେବେ, ତାପରେ କନଫର୍ମ ଆକାଉଣ୍ଟ ନମ୍ବର ଦେବେ, ଆକାଉଣ୍ଟ ଟାଇପ୍ ସେଭିଙ୍ଗସ୍ କରିବେ ଅଥବା ଆପଣଙ୍କର ଯଦି କରେଣ୍ଟ ଆକାଉଣ୍ଟ ଅଛି କରେଣ୍ଟ ଆକାଉଣ୍ଟ କରିବେ। ଏଠି ଇମ୍ପୋର୍ଟାଣ୍ଟ ଜିନିଷ ହଉଛି ଆକାଉଣ୍ଟ ନେମ୍ ଆଉ ଭେହିକିଲ୍ ଓନର ନେମ୍ ବିଲରେ ଯୋଉଟା ବା ଆରସିରେ ଯୋଉଟା ଥିବ ସେଟା ସେମ୍ ହବା ଦରକାର, ନହେଲେ ଆଗକୁ ପ୍ରୋସିଡ୍ ହବ ନାହିଁ। ଏକ୍ଜାକ୍ଟଲି ସେମ୍ ଟୁ ସେମ୍ ମ୍ୟାଚ୍ ହେବା ଦରକାର। ଫାଷ୍ଟ ଆପଣ ବ୍ରାଞ୍ଚ ଚୁଜ୍ କଲେ, ଚୁଜ୍ କରିକି ଟ୍ୟାବ୍ ବଟନ୍ ମାରିଲେ ବା ଏଣ୍ଟର ମାରିଲେ ଅଟୋମେଟିକାଲି IFSC କୋଡଟା ନେଇଯିବ। ଆକାଉଣ୍ଟ ନମ୍ବର ଆପଣଙ୍କୁ 2 ଥର ମାନୁଆଲି ପୁଟ୍ କରିବାକୁ ପଡ଼ିବ। ଫାଷ୍ଟ ଥରେ କରିବେ, ତାପରେ ପୁଣି ଥରେ କନଫର୍ମ ଆକାଉଣ୍ଟ ନମ୍ବର କରିବେ। ଆକାଉଣ୍ଟ ନେମ୍ ଆଉ ଭେହିକିଲ୍ ଓନର ନେମ୍ ଏକ୍ଜାକ୍ଟଲି ସେମ୍ ହେବା ଦରକାର, ନହେଲେ ଆଗକୁ ପ୍ରୋସିଡ୍ କରିବନି କି ସବସିଡି ଆସିବ ବି ନାହିଁ।
ଆକାଉଣ୍ଟ ଟାଇପ ସେଭିଂ କଲେ ଆକାଉଣ୍ଟ ନମ୍ବର ସେମ୍ ହେଲେ ହିଁ ସେଟା ଅପସନ୍ ଦେଖେଇବ ଆପଣଙ୍କର ପାସବୁକ୍ ଅପଲୋଡ କରିବା ପାଇଁ।